କର୍ମୀ ସମସ୍ତେ ଆସିଲେ, ଖାଲି ଆସିଲେନି। ନବୀନ ପଟ୍ଟନାୟକ ତାଙ୍କୁ ତ ଦଳେ ମିଶାଇବା କଥା ମିଶାଇଲେ ଏବଂ ସେ ଯେପରି ଭାବରେ ଉଦ୍ବୋଧନ ଦେଲେ ସୁଜାତା ରାଉତ ସମସ୍ତ ନେତାମାନଙ୍କୁ ଏବଂ ଓଡ଼ିଶାର ସେବା କରିବେ ବୋଲି କହିଲେ ନବୀନ ପଟ୍ଟନାୟକ ନେତୃତ୍ୱରେ। ଏବଂ ନବୀନ ପଟ୍ଟନାୟକ ବାରମ୍ବାର ଦେଲେ ଇଣ୍ଟ୍ରୋଡ୍ୟୁସ୍ କରୁଛନ୍ତି, ତାଙ୍କୁ ସୁଜାତା ରାଉତ ବୋଲି କହୁଛନ୍ତି, ପାଣ୍ଡିଆନ କଥା କହୁନାହାନ୍ତି, ସୁଜାତା ରାଉତ ବାରମ୍ବାର କହୁଛନ୍ତି। ଏବଂ ସବୁ ଲୋକମାନେ ନେତା ଯିଏ ଥିଲେ, ଅନେକ ନେତା, କିଛି ବରିଷ୍ଠ ନେତା ଆସିନଥିଲେ, କିନ୍ତୁ ଯେଉଁମାନେ ଥିଲେ ସମସ୍ତେ ତାଳି ମାରିକି ଏକଦମ ପୁରା ପ୍ରଶଂସିତ। ଏବଂ ସୁଜାତାଙ୍କ ଭାଷଣ ପରେ ସେଥିରେ ଅନେକ ଲୋକ ବହୁତ ଉତ୍ସାହିତ ଯେ ଇଏ ଏତେ ଦିନ ଜଣେ ଲୋକ ବିଜେଡ଼ି ସୁଜାତା ରାଉତଙ୍କର ଗୋଟେ ଓଡ଼ିଶା ବିଜେଡ଼ି ଭଳି ଗୋଟେ ଆଞ୍ଚଳିକ ଦଳରେ ସାମିଲ ହେବା ପାଇଁ ସମସ୍ତ ଯୋଗ୍ୟତା ଅଛି। ଓଡ଼ିଆ ଝିଅ, ବ୍ରିଲିଏଣ୍ଟ ଷ୍ଟୁଡେଣ୍ଟ, IAS ଅଫିସର, ରାଜ୍ୟ ସରକାର ବିଭିନ୍ନ ପଦପଦବୀରେ କାମ କରିଛନ୍ତି, ତାଙ୍କର ଦକ୍ଷତା ନେଇ କାହାର ସନ୍ଦେହ ନାହିଁ, ତାଙ୍କ ବିରୁଦ୍ଧରେ ସିଧାସଳଖ କୌଣସି ଅଭିଯୋଗ ନାହିଁ। ତାଙ୍କର ସବୁଠୁ ବଡ଼ ବ୍ୟାଗେଜ ହେଉଛି ତା ପାଇଁ ତାଙ୍କ ସ୍ୱାମୀ ଭୈରବ କାର୍ତ୍ତିକ ପାଣ୍ଡିଆ। ସେଇ ବୋଝଟା ଯୋଗୁଁ ଦଳ ଭିତରେ, ଯେଉଁଥିପାଇଁ ସିନିୟର ସଦସ୍ୟମାନଙ୍କ ଭିତରୁ ଅନେକ ଆସିନାହାନ୍ତି,